नमस्कार जय जगन्नाथ। देखो आम घर पछपटे गछ लगी आम बाड़ी लगे लगा सेयार कर छुट्टी खाए जाई न था बैंक एमती काम करती गछ मूल घास आम सफा न करवा माने अना बना गछ जे सब ओपाड़ी सफा कर मत भी टाइम मिले मु भी बाहर गछ रहा माने गुआ गछ को सारटा कमी बढ़ी पारन से आम दर्शक बंधु कौन कहतु सब उपार देले भल बढ़ जमी मेचाई लोक ठिया होते भिड़ भिड़ जगह आमको केत कष्ट लगे ये सेमती मूल सब गच माड़गला माने ये निश्वास मारी पारे पूरा बढ़िया भी हम भल बढ़े फांका लोक के फ्री बुलां फांका जगह ये सैया करदे आगू पूरा बढ़िया परिष्कार भी परिष्कार परिवेश परिष्कार हो सहित गछ भी भल बढ़ यहाँ आम जो बेडरूम झड़काटा एपटे भी जो जी बण जंगल हम जंतु रे से भी यहाँ आमर सफा हुए गछ भी लगी सफा निश्चिंत हाँ मु देख लास्ट को मु भी सफा कर जो बिले छिड़ा है सेठी भी मु सफा कर चार्टा गज मु सफा कर तमें कौन एका सफा कर ना कौन आउ फ्री टाइम मिले आउ कौन कर तुम कौड़ किसी ना देह मुंड खराब है सब बसिया खाता खाली के आम करदे मन एथर भी मन फ्री रही कहीं किसी काम रही भी भल लगे मुझे गोटे हाथ में पड़ू तुम दी हाथ में पड़ू से तुम जल्दी सफा हो जाऊँ कहीं मुझे दी हाथ सफा कर नहीं तो शाढ़ी खसीज कौट धरिया पड़ो है से मेसीन करिया उपाड़ुच गोटे दिन सफा हो गला बारीपट बारीपट आम कर अल्प अच्छे तुम कर कौन खाइच जलिया चूड़ा यहाँ हूँ आम पाख पड़ोसी घर पड़ोसी घर हाँ पड़ोसी देखिए ना शिखा पड़ोसी घर सी आम दादा खुड़ी हे आपण मन जो समय मिलूँ बारी घरे किसी ना कि लगा कम भी करूँ सब कर दर्शक बंधु इच्छा कि मेन देहर सपोर्ट दरकार शरीर सपोर्ट देह मनीष भल रहा के बस पार ना खाली मनीष बसो ना तेणुकर आपण मैंने जो फांका मिलूँ कि बाहर लगा पनीपरिया कहीं रेट हम पनीपरिया रेट हम ना समस्त किसी फसल फसला कले खाइले शोला जिनसर अधिका चाहिदा कम जो चाहिदा सरी जिनस अधिका रेट कम आउ कौन जिनस ना सर्टेज बोलिकी आलू किलो 1.5 किलो 150 100 तमें तो गुआ गछ लगे गुआ गछ कौन फसल हम नाई से कहूँ न कले कौन दर्शन करेंगे कहीं आम बाड़ी लगे तो कहून से कर गछ भांगी जीव आम बारी से गछटा कहीं धर लगी सेपटे बेला लगी गछ को धरनी धरला माने प्रेशर पड़ जाऊँ बाड़े कौन सब लगे चलो 10-15 मिनट दरकार बाहर सब छचिंदा काकुड़ी जन्नी भेंडी सब लगी कलरा आम भी देखी आपको टे रुहतु कौन सब लगी बाड़ी देखी समस्त जदि एमती बाड़ी रे किछि फसल करेंगे
ଯାହା କହିଲ ରେଟ୍ ଆଜ୍ଞା କିଛି ଲଗେଇନି କି ହାତ ମାନେ ବାଇରେ ମୁଁ ଏଇଟା ଆଜି ସଫା ଏଇଟା କରୁଛି ବାପା ସବୁ କରୁଛନ୍ତି। ଆମେ କିଛି କରିନୁ ହଁ ତମେ ବି କରୁଛ ଆମକୁ ତମେ ବି କାହିଁ କରୁଛ ସେୟାର କରୁନୁ। ହଁ ତମେ ବି କରୁଛ ସବୁବେଳେ ସଫା ମୁଁ ଦେଖିଛି। ଆଉ ମା ମୁଁ କିନ୍ତୁ କରିଛନ୍ତି ବାରିରେ କାମ ମୁଁ କିଛି କରୁନି। ଏଇ ଯେ ଆଜି ଏଇ ଉପାର ଦେଉଛି କେତେବେଳେ କେମିତି ସେଠି ବାରିରେ ଘାସ ଟିକେ ଉପାର ଦିଏ ଗୋଟେ ଗଛ ଦିଟା ଲଗେଇଛି ଏଇଆ ଅଳ୍ପ ଆଜି ଦିଟା ଉପାରୁଛି ଆଉ ଆଜି ଦିନଟା ଉପାରୁଛି। ମୁଁ ଉପାରୁଥିଲି ଭିଡ଼ିଓ କରିନଥିଲି ଆଉ ମ୍ୟାଡ଼ାମ୍ କହିଲେ କି ମୁଁ ସେତିକି ଉପାଡ଼ିଛି ଦେଖ ମୋର କେତେ ସଫା ହେଇ ଉପଡ଼ା ହେଇଛି ଗୋଟେ ବି ଘାସ ନାହିଁ। ମୋର ଦେଖ ହେଇ ତମର ତ ଟିକେ ଟିକେ ରହୁଛି ହେଇଛି ମୁଁ କିନ୍ତୁ ଦେଖ ତମେ ଦେଖ ମୋର କେତେ ସଫା ହେଇଛି। ଆଉ ତମେ କାମ କରୁଛ ସେ ଦର୍ଶକଙ୍କୁ ସେୟାର କର ସେମାନେ ତମଠୁ ଇନ୍ସପାୟାର ହେଇ କାମ କରିବେ କିଛି ଲୋକ ମୁଁ କହିଲି ହଁ ଠିକ୍ ଏଇଟା ବୋଧ ହୁଏ 10 ମିନିଟ୍ ଭିତରେ ଏ ସଫା ହେଇଗଲାଣି। ଏଉଠୁ ଏପର୍ଯ୍ୟନ୍ତ ଗୋଟେ 10 ମିନିଟ୍ ସମୟ ଲାଗିଲା କିନ୍ତୁ ଭିଡ଼ିଓ କର ଚାଲେ ଆଉ ବସିଥିଲେ ବସିଥାନ୍ତେ କେତେ କାମ ହେଇଗଲା। ମୁଁ ଯେତେବେଳେ ରୋଷେଇ କାମ ସରିଯାଏ ମୋର ବି ଇଚ୍ଛା ହୁଏ ଏମିତି କାମ ଟିକେ କରିବା ପାଇଁ। ଆଉ ବାରିରେ ଫସଲ ଜଷ୍ଟ ଆରମ୍ଭ ହେଉଛି ବେଶୀ ଫଳି ନାହିଁ କିନ୍ତୁ ମୋତେ ଫସଲ ତୋଳିବା ପାଇଁ ବହୁତ ଖୁସି ଲାଗେ। ଫସଲ ଏବେ ନୂଆ ହେଉଛି ଅଳ୍ପ ଗୋଟେ ଦିଟା ଲେଖା ଏମିତି ଫଳିଛି ବେଶୀ ଫଳିନି। ଭିଡ଼ିଓ ବନ୍ଦ କରିକିରି ସେପଟେ ଟିକେ ସବୁ ଫସଲ ଦେଖେଇ ଦେବ ସବୁ କୁହା ହେଇଛି ନା ଫସଲ ଲାଗିଛି ବୋଲିକିରି ଖାଲି ବିଶ୍ୱାସ କରିବେନି। ନାଇଁ ବିଶ୍ୱାସ କରିବେ ଯାହା ଦେଖେଇ ଦେବ ଯାହା ଯେଉଁ ଆଇଟମ୍ ପାଇଁ ସେଇ ସବୁ ଆଇଟମ୍ ଦେଖେଇ ଦେବ। ଗଛ ସହିଷ୍ଣୁ ଯେ ସେଟା ଟିକେ ଷ୍ଟ୍ରଙ୍ଗ ହେଲା ମାନେ ତା ଚେର ଲାଗିନି ଲାଗିଗଲେ ଷ୍ଟ୍ରଙ୍ଗ ଗଛ ତଥାପି 2 ମାସ ହେଇଗଲାଣି ଲାଗିବା। ସେ ସବୁ କଦଳୀ ସବୁ ଦେଖେଇ ଦେବ ସବୁ ଭିଡ଼ିଓଟା 15-20 ମିନିଟ୍ କରିଦେବ। ଚାଲ ଦର୍ଶକ ବନ୍ଧୁ ଆମ ବାଡ଼ିରେ କ'ଣ ସବୁ ଫସଲ ଲାଗିଛି ଆପଣମାନଙ୍କ ସହିତ ସେୟାର କରିବା। ଆଉ ଦେଖନ୍ତୁ କେତେ କେତେ ଘାସ ସବୁ ବାହାରିବ ଦେଖନ୍ତୁ। ଏଇ ଘାସ ବି କ'ଣ ହବ ଜାଣିଛ? ଗାଈ ଆକୁ ଖାଇବନି ଆକୁ ଆମେ ଯେତେବେଳେ ମାଆର ମୋର ଉପାଡ଼ୁ ତାକୁ ଗୋଟେ ଜାଗାରେ ଗଦା କରୁଛୁ ସେଇଟା ଯେଉଁ ଆମର କମ୍ପୋଷ୍ଟ ହେଉନି ସେଇଥିରେ ପକା ହୁଏ। ପୁରା ଗଛ ମୂଳ ସବୁ ପୁରା ପରିଷ୍କାର ହେଇଗଲା ମୋ ଯେଉଁ ରୁମ୍ଟା ଦେଖନ୍ତୁ ଏଇଟା ଜନ୍ତୁ ରହିବେ। ନେଇ ଚାଲ ବାରିପଟୁ ଆମ କମ୍ପୋଷ୍ଟ ଯେଉଁଠି ହେଉଛି ସେଇଥିରେ ପକାଇଦେବା। ଦେଖିଲେ ତ ଆହୁରି ବର୍ଷା ପକେଇଲାଣି। ଏଇଟା ଦର୍ଶକ ବନ୍ଧୁ ଦେଖନ୍ତୁ ଏଇଟା ଆମର ଛଚିନ୍ଦ୍ରା ଗଛ ଛଚିନ୍ଦ୍ରା ଏଠି କାକୁଡ଼ି ଏଇଟା ଛଚିନ୍ଦ୍ରାର ଫଳ ଆସିଲାଣି। ଦେଖନ୍ତୁ ଛଚିନ୍ଦ୍ରା ଏଇଠି ଗୋଟେ ଛୋଟଟେ ଫଳିଛି ଆଉ ମଧ୍ୟ ଏଠି ଫଳିଛି ଆଉ ଯେଉଁ ପ୍ରଥମ ଫଳ ଯେଉଁ ହେଇଥିଲା ସେଇଟା ଠାକୁରଙ୍କ ପାଖକୁ ଦିଆହେଇଥିଲା। ଏଇଠି ଦେଖନ୍ତୁ ଭେଣ୍ଡି ଲାଗିଛି ଏଇଟା ହେଉଛି 7 ପତ୍ରିଆ ଭେଣ୍ଡି ଏଠି ଫୁଲ ଆସିଲାଣି। ଇଏ ଯେତେବେଳେ ଫଳିବ ପାଖାପାଖି ଦିନକୁ 2 କିଲୋ ପାଖାପାଖି ଫଳିବ। ଏବେ ଯାଇ ତ ତୋଳା ହେଇନି ଆରମ୍ଭ ହେଉଛି ଫୁଲ। ଏଇଟା ଦେଖନ୍ତୁ ଝୁଡ଼ଙ୍ଗ ଗଛ ଏଇଟା ଝୁଡ଼ଙ୍ଗ ଲାଗିଛି। ଏଠି ଦେଖନ୍ତୁ ଜହ୍ନି ଏଇଟା ହେଉଛି ଜହ୍ନି ଗଛ ଏଠି ମଧ୍ୟ ଜହ୍ନି ବି ଫଳିଲାଣି। ଦେଖନ୍ତୁ ଜହ୍ନି ଦେଖନ୍ତୁ ଜହ୍ନି ବି ଫଳ ବି ଠାକୁରଙ୍କ ପାଖକୁ ଦିଆହେଇଛି। ଆଉ ତାପରେ କଷି ହେଇଗଲାଣି ଏଠି ଗୋଟେ କଷି ହେଇଛି। ଏଇଠି କଖାରୁ ଡଙ୍କ ଲଟେଇଛି ଏମିତି ଫୁଲ ଗୋଟେ ଗୋଟେ ଫୁଟୁଛି। କଖାରୁ ତାପରେ ସେଠି ଲାଉ ଲାଗିଛି ଏଠି ପୋଇ ସବୁ ଏମିତି ଗୋଟେ ଗୋଟେ ଗଛ ଲଗେଇଛୁ। ଏ ସାଇଡ଼ରେ ମଧ୍ୟ ଆମେ ଯେଉଁ ଗୁଆ ଗଛ ଲଗା ହେଇଛି
ଏଇ ଗୁଆ ଗଛ ତ ଘାସ ସବୁ ଉପଡ଼ା ହେଇଛି। ଆକୁ ଆମେ ମାଆଙ୍କର ମୋର ଓପାଡ଼ୁ। ଆମ ବାପା ଏମିତି ଆମେ ମିଶି ଓପାଡ଼ିଦେଉ। ଏଇ ଯେଉଁ ଫସଲ ଆମର ହେଉଛି ଏଇଠି ଗୋଟେ ଟ୍ୟୁବୱେଲଟେ ବସିଛି। ଏଇଠି ଯେଉଁ ଏବେ ସିନା ବର୍ଷା ଦିନ, ଖରା ଦିନ ପାଇଁ ପାଣି ଦରକାର, ଟ୍ୟୁବୱେଲ ମଧ୍ୟ ବସିଛି। ବାପା ଆମର ଗାଧୋଉଛନ୍ତି। ସବୁ ମୁଁ ଦେଖିଦେଇଛି, ଦର୍ଶକମାନଙ୍କୁ ସବୁ ଦେଖେଇ ଦେଇଛି। ଏମିତି କର। ପାଲ ସବୁ ଘେରା ହେଇଛି ଆଉ ପୁରା ଏଇଠୁ ପୁରା ସେ ପର୍ଯ୍ୟନ୍ତ ପୁରା ପାଲ ଘେରା ହେଇଛି। ଏଇ ତ ଜୀବନ ଜୀବିକା କଥା। ଆଜି ପାଗଟା ବି ପୁରା ବଢ଼ିଆ ହେଉଛି, କୋହଲା ଝିପଝିପ ବର୍ଷା। ଆଉ ବଙ୍ଗାଳୀ ବାବୁ ଏଇ ବିଲଟା ଫାଙ୍କା ଥିଲା, 7 ଜଣ ପଶିଲେ 10-15 ମିନିଟ୍ ଲାଗିନାହିଁ ରୁଇଦେଲେ 10-12 ଗୁଣ୍ଠ ଜମି। ଆଶ୍ଚର୍ଯ୍ୟ। ଆଉ ଦର୍ଶକ ବନ୍ଧୁ, ଆମ ଗାଁକୁ ରାସ୍ତା, ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ରହିଲି, ଜୟ ଜଗନ୍ନାଥ।